ବର୍ଷାରେ ଭିଜୁଛି ବଡ଼ଦାଣ୍ଡ ଗଡ଼ିବ ଜଗାର ରଥ। ଶ୍ରୀକ୍ଷେତ୍ର ଏବେ ଉତ୍ସବ ମୁଖର ବର୍ଷାରେ ଭିଜୁଛନ୍ତି ଭକ୍ତ। ଚତୁର୍ଦ୍ଧା ମୂର୍ତ୍ତିଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ବଡ଼ଦାଣ୍ଡ ଏବେ ଭକ୍ତିମୟ ପରିବେଶରେ ପରିପୂର୍ଣ୍ଣ। ଆଜି ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯିବେ କାଳିଆ ସାଆନ୍ତ। ନୀଳକନ୍ଦରରୁ ଓହ୍ଲାଇ ଆସିବେ ବ୍ରହ୍ମାଣ୍ଡ ଠାକୁର, ଯାହାକୁ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ବର୍ଷାକୁ ଖାତିର ନ କରି ସମାଗମ ହୋଇଛନ୍ତି ଟିକିଏ ଜଗାର ଝଲକ ପାଇଁ। ଏହି ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ଗହଣରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ। ଭକ୍ତର ଆକୁଳ ନିବେଦନ ଶୁଣିବା ପାଇଁ ଆଜି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ପତିତପାବନ। ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଅପେକ୍ଷାରେ ରହିଛି ତିନି ରଥ, ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ। ଶ୍ରୀମନ୍ଦିର ପ୍ରଶାସନ ଓ ରଥ ଶିଳ୍ପୀଙ୍କ ଅକ୍ଳାନ୍ତ ପରିଶ୍ରମରେ ତିନି ରଥ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି। ଘଣ୍ଟ ଘଣ୍ଟା, ଶଙ୍ଖ, ଓଳାହୁଳି ଧ୍ୱନିରେ ଫାଟି ପଡ଼ୁଛି ଗଗନ ପବନ, ଆଉ ସବୁଠି ଜୟ ଜଗନ୍ନାଥର ଧ୍ୱନି। ତେବେ ଯାହା ଜଣାପଡ଼ିଛି, ଆଜି ଶ୍ରୀମନ୍ଦିରରେ ଷୋଳ ନୀତିକାନ୍ତି ହେବ। ଅପରାହ୍ନ 4ଟାରେ ଗଡ଼ିବ ରଥ। ଆଜି ସକାଳ 9ଟାରେ ରଥ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହେବ। ଏହାପରେ ଭକ୍ତଙ୍କ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ 9:30 ମହାପ୍ରଭୁଙ୍କ ଧାଡ଼ି ପହଣ୍ଡି ଆରମ୍ଭ ହେବ। ଶ୍ରୀବିଗ୍ରହମାନେ ଗୋଟିଏ ପରେ ଗୋଟିଏ ସପ୍ତ ପାହାଚ ଦେଇ ରଥାରୂଢ଼ ହେବେ। ଦିନ 12:30 ସୁଦ୍ଧା ପହଣ୍ଡି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଏହାପରେ 3ଟାରୁ 4ଟା ମଧ୍ୟରେ ରଥରେ ଘୋଡ଼ା ଲାଗି କରାଯିବା ସହ ଅନ୍ୟାନ୍ୟ ପ୍ରସ୍ତୁତ ଶେଷ କରାଯିବ। ରିପୋର୍ଟ ସାକ୍ଷୀ ନ୍ୟୁଜ୍।